आज कहीं शुखिला रुटी खाइबा पड़ा वीडियो शेष पर्यंत देखते। ଆପଣ ତ ଜାଣିଛନ୍ତି ଚାହାକୁ ମୁଁ କେବେ ବି ସ୍କିପ୍ କରିପାରିବିନି କାହିଁକିନା ମୁଁ ଚା ଲଭର୍। ଏଇଟା ବି ସକାଳ ଟାଇମ୍ରେ ଚାହା ପିଉଥିଲି। ଘରର ସବୁ କାମ ସାରିକି ଯେତେବେଳେ ମୁଁ ବସି ଯାଇଥିଲି ରାତିର ବାସି ରୁଟି ଥିଲା ଆଉ ତା ଉପରେ ମୋର ମନେ ହିଁ ନଥିଲା। ତ ମୁଁ ଭାବିଲି ଟାଇମ୍ ନଷ୍ଟ କରିବା ଅପେକ୍ଷା ଆଗ ଯାଇକି ବାସି ମୋ ଦ୍ୱାରା କାହିଁକି ଯେ ଏମିତି ହୁଏ ବେଳେବେଳେ ଯେଉଁଠି ଯେଉଁ ଜିନିଷ ଥୋଇଯିଏ ମୋର ମନେ ରହେନି। ଏଇଟା କାଲି ରାତିର ବାସି ରୁଟି ଥିଲା ଆଉ ଘରେ ଥୁଆ ହେଇଥିଲା ପରେ ମୋର ମନେ ହିଁ ନଥିଲା। ଆଉ ଯେତେବେଳେ ମନେ ପଡ଼ିଲା ମୁଁ ତାକୁ ଚଟକିନା ଆଣିକି ଖାଇଦେଲି। କାମ ଟେନସନ୍ରେ ସବୁବେଳେ ବେଳେବେଳେ ସବୁ ଜିନିଷ ମୁଁ ଭୁଲିଯାଏ, ମୋର ମନେ ହିଁ ପଡ଼େନି। ତ ସେଇଟା କ'ଣ ପାଇଁ ହୁଏ ସେଇଟା ମୁଁ ଜାଣିପାରେନି। ଏଇଟା ହେଉଛି ନେକ୍ସଟ ଡେର ଭିଡ଼ିଓ, ମାନେ ଆଜିର ଭିଡ଼ିଓ। ତ ମୁଁ କିଛି ସୁଟ୍ କରିପାରିଲିନି। ପ୍ରଥମେ ଡାଲମା ପାଇଁ ମୁଁ ଏଠି ପ୍ରିପାରେସନ୍ କରୁଥିଲି, ତ ଭାବିଲି ବସିବି। ସାଙ୍ଗମାନେ ଯାହାର ଛୋଟ ପରିବାର ତାର କ'ଣ କେବେ କାମ ନଥାଏ? ଆଉ ଲୋକମାନେ କହିଥାନ୍ତି କି ଛୋଟ ପରିବାରରେ କ'ଣ କାମ ଥାଏ? ଛୋଟ ପିଲାଙ୍କୁ ପାଠ ପଢ଼ାଇବା, ନେବା ଆଣିବା କରିବା, ସ୍କୁଲକୁ, ଘରର ଅନ୍ୟାନ୍ୟ ସଫା ସଫି, ରୋଷେଇ ଏସବୁ କ'ଣ କାମ ନୁହେଁ କି? ଫିର୍ ବି ଲୋକ କୁହନ୍ତି କି ତୁମ ଘରେ ତ କମ୍ ମେମ୍ବର, ତୁମ କାମ କେମିତି ତୁମର ଅଧିକ? ଆପଣମାନେ ଜାଣିଛନ୍ତି କି ନାହିଁ ସେଇଟା କହିପାରିବିନି, କିନ୍ତୁ ବଡ଼ ଫ୍ୟାମିଲି ଭିତରେ ସମସ୍ତେ ଥାଆନ୍ତି ଆଉ ସମସ୍ତେ ହେଲ୍ପ କରନ୍ତି। କିନ୍ତୁ ଆମ ଛୋଟ ଫ୍ୟାମିଲି ଭିତରେ ନା ମୋତେ ଆଉ ମୋ ସ୍ୱାମୀଙ୍କ ଛଡ଼ା କେହି ନଥାନ୍ତି ଘରର କାମ କରିବା ପାଇଁ। ତ ଆଜିର ଭିଡ଼ିଓ କେମିତି ଲାଗିଲା ପ୍ଲିଜ୍ କମେଣ୍ଟ କରି